ସେଠି ପିଲାଙ୍କୁ କହୁଛି ଶୁଣ ଯେ ଲକ୍ଷ୍ମୀ ପାର୍ବତୀ ଦୁର୍ଗା ଏମିତି ତମର ତ ନାଁ ମୁଁ ଜାଣିପାରିବିନି ତମର 33 କୋଟି ଦେବ ଦେବତା। ଜୟ ଜଗନ୍ନାଥ ମୋ ଭାଇ। ସେଦିନ ମୁଁ ତାକୁ ହାଫ୍ ପେଲିଥିଲି, ଆଜି ମୁଁ ଫୁଲ୍ ପେଲିବି, କାରଣ ମୋତେ ସାଟିସ୍ଫାଏ ହେବନି ଯେ ନାଇଁ ଏତିକିରେ ହେବନି। ତ ତାର କୌଣସି କଥା ମୁଁ ଲାଷ୍ଟରେ ଯାଏ ଶୁଣିନଥିଲି, ବିକଜ୍ ମୋତେ ସେତିକି ଯାଏ ରୋଷ୍ଟ କରିବା ପାଇଁ 5 ମିନିଟ୍ ଲାଗିଯାଇଥିଲା। ତ ଅବିକା ଲେଟ୍ସ ଗୋ। ନାଁ ନେବା ପାଇଁ ମତେ ପସନ୍ଦ ନଥିଲା, ଲେକିନ ଏ ବିଆ ଛୋଟ ପିଲା ନାଁ ନେବା ହେତୁ ମୁଁ ନାଁ ନେଇଛି। ତ ଶୁଣ କାହାର କଥା କହୁନି, ମୁଁ ପାର୍ବତୀର କଥା କହୁଛି। ପାର୍ବତୀର ଦୁଇ ପ୍ରକାର ରୂପ, ଗୋଟେ ହଉଛି ଭଦ୍ର ରୂପ ଆଉ ଗୋଟେ ହଉଛି ଅଭଦ୍ର ରୂପ। ତୁ ଯାହାକୁ ଅଭଦ୍ର କଥା କହୁଛୁ କି ଅଭଦ୍ର ରୂପ, ସିଏ ହେଉଛନ୍ତି ମା କାଳୀ। ତମମାନଙ୍କ ମୁଣ୍ଡରେ ଯିବନି, କାରଣ ତମମାନେ ଗୋଟେ ଗୋଟେ ଜାରଜ। ତମମାନେ ଆମ ଧର୍ମକୁ ନେଇକି ମଜାକ ବନେଇଛ। ଭାଇ ଫାଷ୍ଟରୁ ଆଉ ଗୋଟେ କଥା କହୁଛି ଯେ ମୁଁ ଏଇ ଭିଡ଼ିଓ କେବେ ବନାଇନି ତମକୁ ନେଇକି। ମୁଁ କମେଡ଼ି ଭିଡ଼ିଓ ବନାଏ, ମୋ ଫିଡ୍କୁ ଆସିଲା ଗୋଟେ ମାଧୁରୀ ଚତୁର ଭିଡ଼ିଓ ଯେଉଁଟାକୁ ଦେଖିଲି ତ ତାକୁ ରୋଷ୍ଟ କରିବାକୁ ଯାଇ ପେଲିଦେଲି। ସମସ୍ତଙ୍କୁ ପେଲିଦେଲି, ଯେ ସମସ୍ତଙ୍କୁ ପେଲିଦେଲି। ଶେଷରେ ତୁ ମାଧୁରୀ ଚତୁର ତତେ ବି ପେଲି ଦେଇଛି ଏଇ ଭିଡ଼ିଓରେ ସେକେଣ୍ଡ ପାର୍ଟ। ହଁ ତାପରେ କ'ଣ କହୁଛି ଶୁଣୁ, ତାପରେ ମୁଁ କହୁଛି। ଯୋଉଟା ଅଭଦ୍ର ରୂପ, ଏପଟ 3ଟା ହାତ ଏପଟ 3ଟା ହାତ, ବେକରେ ମଣିଷ ମୁଣ୍ଡ, ତାପରେ ଜୀବକୁ ହାତେ କାଢିକି ଯୋଉ ରୂପଟା ଧରି ବୁଲୁଛି ସେ ଭଗବାନ ଭଳିଆ ଦିଶୁଛି କିରେ? ସେ ତ ଭଗବାନ ଭଳି ଦିଶିବେନି, କିନ୍ତୁ ତମର ଯୋଉ ଏକ୍ସଟ୍ରା ଫାଦର ସେ ତମ ଲାଗି ଭଗବାନ, କାରଣ ମାଆକୁ ଚୋଦୁଛନ୍ତି ଆଉ ଭଗବାନ କେମିତି ହେବେନି? ଆଉ ତମେ ମାନେ ଆମ ଭଗବାନଙ୍କୁ ଆଙ୍ଗୁଠି ଦେଖିବା ପୂର୍ବରୁ ଗୋଟେ କଥା କୁହ, ୟାକୁ ଦେଖୁଛ ନା, ସରି ଆକୁ ଗାଣ୍ଡିରେ ପୁରେଇ ଦିଆହବ। ଆଉ ଭାଇ କେତେ କହୁଛି, ତୁ କ'ଣ କହିଲୁ ଶୋଧୁଛୁ ଭାଷା କହୁଛୁ? ଭାଇ ତୁ ଯେତିକି ଭାଷା ଶିଖିନୁ ତ 14 ପୁରୁଷ ଉଦ୍ଧାର ଦେବି ସେତିକି ଭାଷାରେ, ବୁଝିଲୁ? କମେଣ୍ଟ ପଢ଼, କମେଣ୍ଟରେ ତ ମା ଚୋରି ଦେବ, ବୁଝିଲୁ? ଆଉ ତୁ ଧର୍ମର ଜ୍ଞାନ ଦେଖାଉଛୁ, ବୁଝିଲୁ? ଏକାଠି ସାମ୍ନାକୁ ଆସେ, ମୁଁ ଦେଖିବି ତୁ କେତେ ବଡ଼ ଗୁଣ୍ଡା। ମା ଆଜ୍ଞା ଗାଣ୍ଡିରେ ଯଦି ମାଉଜର ନ ମାରିଦେବି ହିନ୍ଦୁ ଛୁଆ ନୁହଁ, ବୁଝିଲୁ? ଯୋଉ ରୂପଟା ଧରି ବୁଲୁଛି ସେ ଭଗବାନ ଭଳିଆ ଦିଶୁଛି କିରେ ନା ରାକ୍ଷାସୁଣୀ ଭଳିଆ ଦିଶୁଛି? ରେ ବିଆ ଛୋଟ ପିଲା ଯାକ ଆମ ପାଇଁ ସେ ମା। ତମେ ମାଧୁର୍ଯ୍ୟ ଦେଶରେ ଟିପ୍ପଣୀ ଦେବା ବନ୍ଦ କର। ଆଉ ରହିଲା ତମ ଯୀଶୁକୁ ମୁଁ ଏଇଥିପାଇଁ କହିଲି, ବିକଜ ସିଏ ଆମ ଧର୍ମକୁ ନେଇକି ତମ ଜଗନ୍ନାଥଙ୍କର ନାହିଁ, ତମ ମାଆଙ୍କର ନାହିଁ। ଆରେ ମାଧୁର୍ଯ୍ୟ ତମେ ମା ଆଜ୍ଞା କହିବାକୁ କିଏ ମା ଆଜ୍ଞା ତମେ ମାନେ କହିବାକୁ? ତମେ ତମ ଧର୍ମକୁ ଟେକି ରଖ, ତାର ଆଉଁସ ସବୁ କର, ଆମର କୌଣସି ଅବଜେକ୍ସନ୍ ନାହିଁ। ମା ଆଜ୍ଞା ମୋ ଭଗବାନକୁ ନେଇକି ତମେ ଯଦି କହିବ ମା ଆଜ୍ଞା ମୁଁ ଛାଡ଼ିବିନି। ମୁଁ କହୁଛି ତମ ଗାଣ୍ଡି ଯଦି ଏତେ ପୋଡ଼ୁଛି ସବୁ ଭିଡ଼ିଓ ଡିଲିଟ୍ କର। ଭାଇ ମୁଁ ଏଥିରୁ ଟଙ୍କାଟେ ଇନକମ୍ କରିନି, ମୁଁ ଏବେ ଭିଡ଼ିଓ କାଟିଦେବି। ଗାଣ୍ଡିରେ ଅଛି ଜୋର, କାଟିପାରିବ? ମା ଆଜ୍ଞା ଯେତେ ସବୁ ଭିଡ଼ିଓ ବନେଇଛ ଆମ ଧର୍ମକୁ ନେଇକି କାଟିଦେବ? ମା ଆଜ୍ଞା ଆମକୁ ରୋଷ୍ଟ କରିକି ତମେ ଚାଲୁଛି, ତମ ଘର ଚାଲୁଛି ହେଲା। ମତେ କହିଛି ରେ ମା ଆଜ୍ଞା ତତେ। ଆଉ ଯେଉଁ ଛୁଆ ଏଇ ଭିଡ଼ିଓକୁ ଉଠେଇକି ମତେ ରୋଷ୍ଟ କରିବା ଆରମ୍ଭ କରିବ ନା, ମୁଁ ଫାଷ୍ଟ ତାକୁ ଚୋଦିବି, ତାପରେ ତା ମାଆକୁ ଚୋଦିବି, ତାପରେ ତା ପୁରା ବୁଝିବା ଲୋକ ବୁଝିଯା ଭାଇ, କାରଣ ମୋ ଟିକେ ଘରେ କେହି ନାହାନ୍ତି ବୋଲି ଏ ଭିଡ଼ିଓଟି ସେକେଣ୍ଡ ପାର୍ଟ ଦେଲି। ବାକି ଜୟ ଜଗନ୍ନାଥ, ବୁଝିଯା। ଆଉ କହିଦେଉଛି ସରି ତୁ ଯେଉଁ କଥାରେ ଭାଷା କହୁନୁ ରେ ଭାଇ, ତୋଠୁ ବେଶୀ ଜାଣିଛି ମୁଁ। ଆଉ ତମର ଯେଉଁ ଜ୍ଞାନ ପେଲୁଛନ୍ତି, ତମର ଯେଉଁ ଛୋଡ଼ି ପକାଉଛନ୍ତି ସବୁ କମେଣ୍ଟରେ ଆସିକି, ମା ଆଜ୍ଞାଙ୍କ ପାଇଁ ଗୋଟେ ଲାଟିନ୍ କର, ମୋ କମେଣ୍ଟରେ ଆସିକି ହକିବା ଦରକାର ନାହିଁ। ଗାଣ୍ଡିରେ ସେତିକି ଜୋର ଯଦି ଅଛି ହେଲା, ଏରାକୁ ଅଟକା। ଯେତିକି ତମେ ପେଲିବ ମୁଁ ସେତିକି ସେମାନେ କମେଣ୍ଟ ଉଠେଇକି ସେମାନଙ୍କୁ ପେଲିବି, ସେମାନଙ୍କୁ ପେଲିବି ମାନେ ତ ତମ ଧର୍ମ ଆସିବ ନା। ମା ଆଜ୍ଞା ସେ କ'ଣ ତମ ଧର୍ମ ବାହାରୁ ଯାଉଛନ୍ତି କି? ବୁଝିଲୁ? ବାକି ଜୟ ଜଗନ୍ନାଥ।